ମାନବିକତା ନିଶାମୁକ୍ତ ସଚେତନତା ଦିବସ ପାଳିତ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀପୁରଠାରେ ବିଶ୍ୱକର୍ମା ଟ୍ରଷ୍ଟ ପକ୍ଷରୁ ପାଳିତ ହୋଇଯାଇଛି ବିଶ୍ୱ ମାନବିକତା ଦିବସ ଓ ନିଶାମୁକ୍ତ ସଚେତନତା ଦିବସ। ଏହି ଦିବସ ପାଳନ ଅବସରରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ବିଶ୍ୱକର୍ମା ଟ୍ରଷ୍ଟର ସଭାପତି ମେଜର ରାମଚନ୍ଦ୍ର ମିଶ୍ର ଏବଂ ଉପସଭାପତି ଲବଣେଶ୍ୱର ବାରିକଙ୍କ ତତ୍ତ୍ୱାବଧାନରେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ଏହି ସଭାରେ ଆମର ଅଧିକାର ନିଶାମୁକ୍ତ ସଚେତନତା ଦିବସ ଉପରେ ଆଲୋକପାତ କରାଯାଇଥିଲା। ବିଶ୍ୱକର୍ମା ଟ୍ରଷ୍ଟର ସମ୍ପାଦକ ଶ୍ରୀ ବତ୍ସ ବାରିକ, ପରମେଶ୍ୱର ବାରିକ, କୁନାଲ ବେହେରା, ବାପିନା ସାହୁ, ଲୋକନାଥ ପଟେଲ, ସୁନ୍ଦର ବାଗ, ମେଘନାଦ ତାଣ୍ଡି, ଯଶକେତନ ବାଗ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ନିଶାମୁକ୍ତ ସମାଜ ଗଠନ ହେଲେ ଏକ ସୁସ୍ଥ, ଶାନ୍ତି ଏବଂ ଉତ୍ତମ ପରିବେଶ ମଧ୍ୟରେ ବିଭିନ୍ନ ଅପରାଧିକ କାର୍ଯ୍ୟ ଦୂରେଇ ଯାଇପାରିବ। ତା ସହିତ ଉଦୟମାନ ଯୁବ ସମାଜ ନିଶା ସେବନ କରି ପଥଭ୍ରଷ୍ଟ ନ ହୋଇ ଏକ ଉତ୍ତମ ନାଗରିକର ପରିଚୟ ପାଇପାରିବେ। ଏହି କାର୍ଯ୍ୟକ୍ରମରେ ସଚେତନତା ବାର୍ତ୍ତା ବାଣ୍ଟିବାର ପ୍ରୟାସ କରିଥିବା ବିଶ୍ୱକର୍ମା ଟ୍ରଷ୍ଟର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସାଧାରଣରେ ସାଧୁବାଦ ଜଣାଇଛନ୍ତି। ସଭା ଶେଷରେ ଶ୍ରୀ ବତ୍ସ ବାରିକ ଧନ୍ୟବାଦ ଅର୍ପଣ କରି ପୁନର୍ବାର ସଚେତନ ବାର୍ତ୍ତା ବାଣ୍ଟିବା ପାଇଁ ଅନୁରୋଧ ରଖିଥିଲେ। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, ଏବି ନ୍ୟୁଜ।